ঘর সংসার। সুশাসন নায়ক সাকিন দেউপাল। থরে দেখি দেলে ভুলি যাব সবু ঘর সংসার। জগাপরা দুনিয়ারে বড় ঠাকুর। রଜ ଆସୁଅଛି ରଜ ଏକ ଗଣପର୍ବ ଅଟେ। ଏ ମାର୍କେଟ ବା ଏ ପରିବା ମାର୍କେଟ ଧର୍ମଶାଳା ମହୋତ୍ସବ ପଡ଼ିଆ ପାଖରେ ଦେଖନ୍ତୁ ସୁନ୍ଦର ଫସଲ ଯାହାକୁ ଏକ ଚାଷୀ ନିଜେ ହାତରେ କରି ଆଣିଛନ୍ତି। ସେ ଜଣେ କଳାକାର, ସେ ଜଣେ ଗୀତିକାର। ଅନେକ ନ୍ୟୁଜ୍ ଚ୍ୟାନେଲରେ ଅନେକ ପ୍ରିଣ୍ଟ ମିଡ଼ିଆରେ ତାଙ୍କ ଦେଖିବାକୁ ମିଳେ। ଅନେକ ଗୀତ ଅନେକ ଜାଗାକୁ ସେ ନିମନ୍ତ୍ରଣ ଅତିଥି ହେଇ ଯାଆନ୍ତି। ଅନେକ ଜାଗାକୁ ଯାଆନ୍ତି ସେ ଗୀତ ବୋଲିବାକୁ। ଅନେକ କୀର୍ତ୍ତନ ମଣ୍ଡଳୀ କଳାକାରମାନେ ତାଙ୍କୁ ଚିହ୍ନିଛନ୍ତି, ତାଙ୍କର ଶିଖନ୍ତି। ମୁଁ ବି ଜଣେ ଠାକୁରବାଡ଼ି ଲୋକ ଅଟେ। ସୁଶାସନ ନାୟକ ସାକିନ ଦେଉପାଳ। ଥରେ ଦେଖି ଦେଲେ ଭୁଲି ଯିବ ସବୁ ଘର ସଂସାର। ଜଗାପରା ଦୁନିଆରେ ବଡ଼ ଠାକୁର। ତାରୁ ବ୍ରହ୍ମରୁ ଚାରି ମୂରତି ଜାତ। ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସୁଦର୍ଶନ ସହିତ। ମୋର କହିବାର କଥା ଥିଲା, ଆପଣ କେତେ ଗଛ ଲଗେଇଛନ୍ତି? 5 ବର୍ଷ। 5 ଗଛ। ଏ କେତେ ଆମ୍ବ ଏ ବର୍ଷ ଆସିଛି? ଆମ୍ବ 2 କୁଇଣ୍ଟାଲ ଖଣ୍ଡେ। ବର୍ଷା ଯେମିତି ନଈ ବଢ଼ି 3 ବର୍ଷରେ ଥରେ ହୁଏ। ସବୁ ବର୍ଷ ହବ, ତାହେଲେ ଉପକୃତ ହେଇଯିବେ ଚାଷୀ। ଆଉ ମାନିବେନି କିଛି। ସବୁ ସିଏ କରେ। ହଁ, ସେ ପ୍ରଭୁ କରେ। ସବୁ କରେ। ପ୍ରଭୁଙ୍କ ପାଇଁ ଆପଣ ଗାନ ବଜାନ କରନ୍ତି। ଜଗାପରା ଦୁନିଆରେ ବଡ଼ ଠାକୁର। ଜଗା ପାଇଁ ସୁନ୍ଦର ନୀଳ କନ୍ଦର। ଜଗାପରା ଦୁନିଆରେ ବଡ଼ ଠାକୁର। ନୀଳ କନ୍ଦର ଶୋଭା ବିଚିତ୍ର ମନଲୋଭା। ଥରେ ଦେଖି ଦେଲେ ଭୁଲି ଯିବ ସବୁ ଘର ସଂସାର। ଜଗାପରା ଦୁନିଆରେ ବଡ଼ ଠାକୁର। ତାରୁ ବ୍ରହ୍ମରୁ ଚାରି ମୂରତି ଜାତ। ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସୁଦର୍ଶନ ସହିତ। 60 ପଉଟି ରନ୍ଧା ନୀତି ତାଙ୍କର। ଜଗାପରା ଦୁନିଆରେ ବଡ଼ ଠାକୁର। ଭାଇ ଭଉଣୀ ମିଶି ବଡ଼ ଦେଉଳେ ଛନ୍ତି ବସି। ବଡ଼ ପଣ୍ଡା ଚଳୁ କଲେ ଖାଦ୍ୟ ଖାଆନ୍ତି ତାଙ୍କର। ଜଗାପରା ଦୁନିଆରେ ବଡ଼ ଠାକୁର। ଜଗା ପାଇଁ ସୁନ୍ଦର ନୀଳ କନ୍ଦର। ଜଗାପରା ଦୁନିଆରେ ବଡ଼ ଠାକୁର। ଆଗାମୀ ଦିନ ରଥ ଆସୁଅଛି। ମୁଁ ମାଗିବି ଖାଇଲି କହିପାରିଲି କରିଲା, ଆଉ କିଛି ମୋର ନାହିଁ।